ନମସ୍କାର ଜୟ ଜଗନ୍ନାଥ। ମୋ ନାଁ ସୌମ୍ୟା ପରମେଶ୍ୱରୀ। ପଞ୍ଚମ କ୍ଲାସର ଛାତ୍ରୀ। ମୁଁ ଆଜି ପଣା ସଂକ୍ରାନ୍ତି ବିଷୟରେ କିଛି କହିବାକୁ ଯାଉଛି। ପଣା ସଂକ୍ରାନ୍ତି ବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ପାଳନ କରାଯାଏ। ଏହି ସାଧାରଣତଃ ଏପ୍ରିଲ 14 ବୈଶାଖ 1 ତାରିଖରେ ପଡେ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ। ନମସ୍କାର, ମୁଁ ଆଉ ମୋର ସାଙ୍ଗମାନେ ଆଜି ମଧୁସୂଦନ ଦାସଙ୍କ ବିଷୟରେ କିଛି କହିବାକୁ ଯାଉଛି। ମଧୁସୂଦନ ଦାସଙ୍କୁ ଆମେ ସ୍ନେହରେ ଉତ୍କଳ ଗୌରବ ଆମେ କହୁ। ସେ ପ୍ରଥମ ଓଡ଼ିଶାର ଗ୍ରାଜୁଏଟ ଆଉ ମନ୍ତ୍ରୀ ଓ ଓକିଲ ଥିଲେ। ସେ ଲୋକମାନଙ୍କର ସେବା କରିବା ପାଇଁ ବହୁତ ଭଲ ପାଆନ୍ତି। ସେ ଓଡ଼ିଶାର ଲୋକମାନଙ୍କର ପାଇଁ ଲଢ଼େଇ ଲାଗିଥିଲେ। ମୋ ନାଁ ନିବେଦିତା ସାହୁ। ମୋ ଶ୍ରେଣୀ ପଞ୍ଚମ। ମୁଁ ସମ୍ମାନିତ ମୋର ଏଇଠି ଉପସ୍ଥିତ ମୋର ସହପାଠୀ ଏବଂ ସାନ ବଡ଼ ଭାଇ ଭଉଣୀ ମାନଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜି ହେଉଛି ଆତ୍ମଗର୍ବ ଓ ଗୌରବର ଦିନ, ଓଡ଼ିଆ ନବବର୍ଷ। ଏହି ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ବିଷୟରେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ପଣା ସଂକ୍ରାନ୍ତି ହେଉଛି ଓଡ଼ିଶାର ଏକ ବଡ଼ ପର୍ବ। ଏହି ଦିନ ଠାରୁ ଆମର ନବବର୍ଷ ଆରମ୍ଭ ହୁଏ। ଏହାକୁ ମଧ୍ୟ ମହା ବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିକୁ ପ୍ରବେଶ କରନ୍ତି। ଏହି ଦିନ ଲୋକମାନେ ହନୁମାନ ଓ ଶିବଙ୍କୁ ପୂଜା କରନ୍ତି ବୋଲି ପଣା ସଂକ୍ରାନ୍ତି ରୂପରେ ବି ପାଳନ କରନ୍ତି। ଭୁବନେଶ୍ୱର ଠାରୁ 60 କିଲୋମିଟର ଦୂର ପୁରୀ ଅବସ୍ଥିତ। ପୁରୀ ହେଉଛି ଏକ ମୁଖ୍ୟ ଦର୍ଶନୀୟ ସ୍ଥାନ। ଦେଉଳ ଭିତରେ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ତିନି ଠାକୁର ଜୀବନ୍ତ ପ୍ରତିମା ପରି ଶୋଭା ପାଇଛନ୍ତି। ସେଥିପାଇଁ ବହୁ ଦୂରରୁ ଯାତ୍ରୀମାନେ ପୁରୀକୁ ଆସିଥାନ୍ତି। ପୁରୀ ହେଉଛି ଧାମ ଯେଉଁଠିକି ଯେତେ ଲୋକ ଆସିଲେ ମହାପ୍ରସାଦ ଖାଇବା ଅଟେ ନାହିଁ। ଯାତ୍ରୀମାନେ ମନ୍ଦିରକୁ ପ୍ରବେଶ କଲା ବେଳେ ପ୍ରଥମେ ଗରୁଡ଼ଙ୍କୁ ଦର୍ଶନ କରନ୍ତି। ଗରୁଡ଼ଙ୍କ କାର୍ଯ୍ୟ ମଧ୍ୟ ଅତୀବ ମନୋହର। ଏହା ବ୍ୟତୀତ ପୁରୀର ଏକ ସୌନ୍ଦର୍ଯ୍ୟ ଜାଗା ହେଉଛି ସମୁଦ୍ର କୂଳ। ଯାତ୍ରୀମାନେ ସମୁଦ୍ର କୂଳ ବୁଲି ଆନନ୍ଦ ଉପଭୋଗ କରନ୍ତି।
আজি গ্রিন ইন্ডিয়া স্কুল তরফରୁ ଓଡ଼ିଆ ପକ୍ଷ 2024 ଆରମ୍ଭ ହେଉଛି। ବାସ୍ତବରେ ଇଏ ଏକ ଅବିସ୍ମରଣୀୟ ଘଟଣା। କାହିଁକି ନା ଆମେ ସମସ୍ତେ ଓଡ଼ିଆ, କାରଣ ଆମେ ଯଦିଓ ଓଡ଼ିଆ କିନ୍ତୁ ଓଡ଼ିଆ କଣ ବା ଓଡ଼ିଆର ସଂସ୍କୃତି ବିଷୟରେ ଆମେ ବହୁତ କିଛି ଜାଣିନଥାଉ। ବହୁତ ପିଲାମାନଙ୍କୁ ଦେଖୁଥିଲି, ସେମାନେ ରମା ଦେବୀ ହୁଅନ୍ତୁ, ସରଳା ଦେବୀ ହୁଅନ୍ତୁ ବା ନନ୍ଦୀ ଦେବୀଙ୍କ ବିଷୟରେ ଜାଣିନାହାନ୍ତି। ତେଣୁ ଆମେ ଯୋଉମାନେ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ, ଆମର ତା ଦାୟିତ୍ୱ ଯେ ପିଲାମାନଙ୍କୁ ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଶାର ଭାସ୍କର୍ଯ୍ୟ, କଳା ନୈପୁଣ୍ୟ ବା ଓଡ଼ିଶାର ଯୋଉ ବରପୁତ୍ର ବା ଯୋଉ ମହିୟସୀ ମହିଳା ମାନେ, ଯୋଉମାନେ ନାରୀ ଜାତି ପାଇଁ ଗର୍ବ, ସେମାନଙ୍କ ବିଷୟରେ ସୂଚନା ଦେବା, ତାଙ୍କୁ ଅବଗତ କରାଇବା ଏବଂ ବିଶେଷ କରି ଆଜି ପିଲାମାନେ ବିଭିନ୍ନ ଯେତେବେଳେ ପରିଶ୍ରମ କରୁଥିଲେ ବହୁତ କଥା ଶିଖୁଥିଲି। କାରଣ knowledge is not the monopoly of a teacher. We learn and unlearn and relearn many things from the nature, from the society, from the children. ତେଣୁ ସମସ୍ତଙ୍କୁ ଶିଖିବାର ଅଛି। ଏଇ ଶିଖିବାର ମାନସିକତା ରହିଲେ ଆମେ ନିଶ୍ଚୟ ଆଗକୁ ବଢିବା। ସବୁ ପ୍ରିନ୍ସିପାଲ ଏବଂ ଶିକ୍ଷକଙ୍କୁ ମୋର କୃତଜ୍ଞତା ଜଣାଉଛି। ଏଭଳି ଗୋଟେ ପକ୍ଷ 2026 ଆରମ୍ଭ କରୁଛନ୍ତି, ପ୍ରାୟ ସବୁ ଜାଗାରେ ହେଉଛି, କିନ୍ତୁ ଆପଣ ଗୁରୁତର ଭାବରେ କରିଛନ୍ତି। ପିଲାମାନଙ୍କର ଏସବୁ କାର୍ଯ୍ୟକଳାପ ଏବଂ ତାଙ୍କର ବିଭିନ୍ନ ପ୍ରକାର ଆକ୍ଟିଭିଟି ଅଛି ତାକୁ ଏଭଳିଆ ସବୁ ଆପଣ କରିଛନ୍ତି। ପିଲାମାନଙ୍କୁ ସବୁ ସୁବ୍ୟବସ୍ଥା ରହିଛି। ଆପଣ ଆମର ରୋଟାରୀ କ୍ଲବ ତରଫରୁ ସବୁବେଳେ ଟିମ୍ ଇଣ୍ଡିଆ ପିଲାଙ୍କ ପ୍ରତି ସବୁବେଳେ ଶୁଭେଚ୍ଛା ରହିବ ଏବଂ ରହିଛି ମଧ୍ୟ। ଆଜି ପିଲାମାନେ ଗୋଟିଏ ଚାଲିଗଲେଣି, କିନ୍ତୁ ସେମାନଙ୍କୁ ଗୋଟିଏ ମୋର ପଚାରିବାର ଥିଲା, ଏଇ ଉତ୍କଳ ଦିବସ ଶିଖିଲେ କଣ? ସବୁବେଳେ ସେମାନେ ଗୋଟିଏ ଜିନିଷ ହଉଛି ମହାମନୀଷୀ ମାନଙ୍କର ବିଭିନ୍ନ ପ୍ରକାର ଗାଥା ସେମାନଙ୍କ ଜୀବନ ବିଷୟରେ ସେମାନେ ସବୁ ନିଜେ ନିଜେ କହିଲେ, କିନ୍ତୁ ସେମାନେ ମୁଁ ସେମାନଙ୍କୁ ଟିକେ ଅନୁରୋଧ କରୁଛି ଯେ ସେମାନେ ବଡ ହେଲେ ସେମାନଙ୍କର ଯୋଉ ମହାମନୀଷୀ ଲୋକଙ୍କର ସବୁ ଜୀବନ ଚରିତ୍ର ଯାହା ଅଛି ସେମାନେ ପଢିବେ। ସେଇଭଳି ବି ଜଣେ ଜଣେ ସେମାନେ ଉତ୍କଳମଣି ଗୋବନ୍ଧୁ ଭାବେ ସେମାନେ ବାହାରିବେ। ତେଣୁ ମୋର ସେମାନଙ୍କୁ ଗୋଟିଏ ଗୋଟିଏ ଉପଦେଶ ରହୁଛି, ଏସବୁ ଜିନିଷ ଯୋଉ ଚରିତ୍ର ଗଠନ ଗୋଟିଏ ଜିନିଷ ପରିବାରରୁ ଆସେ।
परिवार यदि चरित्र गठन है से निजे निजे स्कूल का नेक्स्ट स्टेप तापर समाज आसीबो तापर ओडिशा आसीबो तापर भारत आसीबो तापर विश्व आसीबो तेणु सेमान से चरित्र गठन में परिवार लोक शिखा दरकार एवं से शिखिले भी सेमानकर विभिन्न प्रकार मनुष्य मानकर अछि सेमानकर जो प्रकृति बढी थिला सेमान समाज गठन में किबळी माने पदक्षेप लेइथिले किबा सेमान सेवार मनोवृत्ति ताका पाखे रहितला सेही बढी सेमान मनोवृत्ति रहिबे सेमाने दिने ना दिन जने बड़ मनुष्य की बाहरिबे तांकर कंट्रीब्यूशन भारत प्रति बहुत किछ अवदान रहिबो हमर संबलपुरी नृत्य रे से पाई चलते लवली नृत्य पंचम श्रेणी छात्र तापरे हमर आसीबे तन्मय प्रधान तन्मय प्रधान तन्मय प्रधान ते वक्तृत्व ପାଇଁ प्राइज नौचंती तन्मय प्रधान विकास पंचम श्रेणी छात्र से तन्मय प्रधान पर पुरस्कार नौचंती दिव्यांशी सिंह कि सुंदर ओडिया भजन उपरे तांकर से ओडिसी नृत्य रखिथिले दिव्यांशी सिंह तापरे हम डाकिउ चेबा निवेदिता प्रथम द्वितीय छात्री साई प्रतीक्षा राय अष्टम श्रेणी छात्री साई प्रतीक्षा राय द्वितीय श्रेणी छात्री साई प्रतीक्षा राय जे अष्टम श्रेणी छात्री से जिंस पकेबु से जे छेनाटा कहि नांती ओटे छेनाटा ऐड कर दे ओके तो ताली ओटे हे जो वैभव साहू भाई तृतीय स्थान में अछंती वक्तृत्व प्रतियोगिता यही कार्यक्रम मुख्य उद्देश्य होची कि आमे ओडिया बोले निज गर्व करिबा एवं एई पक्ष माध्यम रे आमे निज ओडिया संस्कृति परंपरा आम भाषा को सम्मान जणेबा धन्यवाद जय जगन्नाथ वंदे उत्कल जननी वंदे उत्कल जननी वंदे जननी